କେତେ ଖୁସି ଲାଗେ ନା ଯେତେବେଳେ ଆମେ ନିଜ ହାତରେ ଆମ ବାଡ଼ିରୁ ଫୁଲ ତୋଳିକି ଠାକୁରଙ୍କୁ ପୂଜା କରିଥାଉ, ବହୁତ ଆତ୍ମସନ୍ତୋଷ ମିଳେ। କିନ୍ତୁ ବାହାରେ ରହୁଥିବା ଲୋକମାନଙ୍କ ଭାଗ୍ୟରେ ସେଇ ଭାଗ୍ୟଟା ନଥାଏ। ସେମାନେ ଫୁଲ କିଣିକି ଆଣିକି ଦିଅନ୍ତି, ନଚେତ୍ ନିଜେ କିଛିଟା ଗଛ ଲଗାନ୍ତି। କିନ୍ତୁ ଯେଉଁମାନେ ଆପାର୍ଟମେଣ୍ଟରେ ରହୁଛନ୍ତି ତାଙ୍କର ତ ଛାତ ଉପରେ ବି ନାହିଁ, ତ ସେମାନେ ବାଲକୋନିରେ ମୋ ଭଳିଆ ଗୋଟେ ଦୁଇଟା ଗଛ ଲଗେଇକି ସେଇଥିରୁ ଯାହା ଦୁଇଟା ଫୁଲ ଫୁଟିବ ସେଇଥିରେ ଠାକୁରଙ୍କୁ ଦେବା କଥା। ତଥାପି ଫୁଲ କିଣା ହେଇକି ଆସିଲେ ବି ସେ ଆତ୍ମସନ୍ତୋଷ ମିଳେ ନାହିଁ, କାହିଁକିନା ବାସି ଫୁଲ ଥାଏ, କିଛି ଫୁଲ ଥାଏ। ଏଇଠି ମୁଁ ବି ଗୋଟେ ଗଛ ଲଗେଇଛି ମୋ ବାଲକୋନିରେ, ତାକୁ ମୁଁ ସବୁବେଳେ ପରିବା ଚୋପା, ତା ଦେହରେ ଆଉ ଖତ ତ ମିଳେ ନା, ସେଥିପାଇଁ ପରିବା ଚୋପା ଯେତେ ମୋ ପରିବା ଚୋପା ବାହାରେ ସବୁ ମୁଁ ଦିଏ। ଏଇଠି ମୋର ଦେଖନ୍ତୁ କିଛିଟା ଫୁଲ ହେଇଛି, ଯେତିକି ଫୁଲ ହେଇଛି ମୁଁ ସେଇଥିରେ ମୋ ଠାକୁରଙ୍କୁ ପୂଜା କଲି। ଆଉ ସେଠି ପରିବା ଚୋପା ପଡ଼ିକି କିଛିଟା ଗଛ ମଧ୍ୟ ଉଠିଯାଇଛି, କଖାରୁ ଗଛ, କଲରା ଗଛ, ତାକୁ ସବୁ ଦେଖିକି ଖୁସି ଲାଗୁଛି। ମୁଁ ଠାକୁରଙ୍କୁ ପୂଜା କରିଥିଲି,